ଆଜି ଆସନ୍ତୁ ଆମେ ସ୍ୱର୍ଗରୋହଣ ଦିନ ଓ ସ୍ୱର୍ଗରୋହଣର ଆଶା ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଆଜି ସ୍ୱର୍ଗରୋହଣ ଦିନ। ଆସନ୍ତୁ ଆମେ 2000 ବର୍ଷ ପୂର୍ବେ ଯୀଶୁଙ୍କ ପ୍ରଥମ ଆଗମନର ଦିନକୁ ଫେରିଯିବା। ଏହି ପବିତ୍ର ଦିନରେ ଶିଷ୍ୟମାନେ ଯୀଶୁଙ୍କୁ ଜିତ ପର୍ବତରେ ସ୍ୱର୍ଗକୁ ଉଠିବାର ଦେଖିଲେ। ଏହିଠାରେ ସେ ଶିଷ୍ୟମାନଙ୍କୁ ଆପଣା ଶେଷ ନିର୍ଦ୍ଦେଶ ଦେଉଥାଇ କହିଲେ, ଏହି ସୁସମାଚାର ମୋହର ସାକ୍ଷ୍ୟ ରୂପରେ ସାମରୀୟ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କର। ଆଉ ସ୍ୱର୍ଗକୁ ଆରୋହଣ କଲେ। ଯୀଶୁଙ୍କ ସ୍ୱର୍ଗରୋହଣର ଏହି ଦୃଶ୍ୟ ମାଧ୍ୟମରେ ଆମ୍ଭେମାନେ ମଧ୍ୟ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ଘୂର୍ଣ୍ଣିବାୟୁରେ ସାକ୍ଷାତ କରିବା ପାଇଁ ପରିବର୍ତ୍ତନ ହୋଇଯିବା ଓ ସ୍ୱର୍ଗରୋହଣ କରିବା। ଆଜି ସ୍ୱର୍ଗରୋହଣ ଦିନ ସେହି ଦିନ ଅଟେ ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ଏହି ଆଶା ପ୍ରଦାନ କରନ୍ତି। ଆମ୍ଭେ ପୁରାତନ ନିୟମରେ ମୋଶାଙ୍କ ସମୟରେ ହୋଇଥିବା ଛାୟା ମାଧ୍ୟମରେ ସ୍ୱର୍ଗରୋହଣ ଦିନର ଆରମ୍ଭକୁ ଦେଖିପାରିବା। କିଣାନ ଦେଶ ପଥରେ ଯାହା ଦୁଗ୍ଧ ମଧୁ ପ୍ରବାହିଥିଲା, ଇସ୍ରାଏଲ ମାନେ ପରମେଶ୍ୱରଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିଥିଲେ। ସୁପ ସମୁଦ୍ରକୁ ଅତିକ୍ରମ କରିବା ପରେ ମିଶ୍ରୀୟ ସେନା ଯେଉଁମାନେ ତାଙ୍କର ପିଛା କରୁଥିଲା, ସେମାନେ ସମ୍ପୂର୍ଣ୍ଣ ଭାବରେ ସୁପ ସମୁଦ୍ରରେ ପୋତି ହୋଇଯାଇଥିଲେ। ସୁପ ସମୁଦ୍ରକୁ ଅତିକ୍ରମ କରିବାର 40 ଦିନ ପରେ ମୋଶା ସିନୟ ପର୍ବତକୁ ଚଢ଼ି ପରମେଶ୍ୱରଙ୍କ ବାକ୍ୟ ପ୍ରାପ୍ତ କଲେ। ଆଉ 50ତମ ଦିନରେ, ଯାହା ପେନ୍ତିକଷ୍ଟର ଦିନ, ସେ 10 ଆଜ୍ଞା ପ୍ରାପ୍ତ କରିବା ପାଇଁ ସିନୟ ପର୍ବତକୁ ଗଲେ। ଏହା ଏକ ଭବିଷ୍ୟବାଣୀ ଓ ଏକ ଛାୟା ଅଟେ। ବାସ୍ତବିକତା ହେଉଛି, ଯେତେବେଳେ ଯୀଶୁଖ୍ରୀଷ୍ଟ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ସେ 40 ଦିନ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପ୍ରମାଣ ଦେଖାଇବା ସମୟରେ ଅନେକ ଶିଷ୍ୟଙ୍କୁ କହିଥିଲେ କି ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଏସବୁ ପରେ ଜିତ ପର୍ବତରୁ ତାଙ୍କର ସ୍ୱର୍ଗରୋହଣ ହେଲା। ଆପଣ ସ୍ୱର୍ଗରୋହଣର 10 ଦିନ ପରେ ଯୀଶୁ ପେଣ୍ଟିକଷ୍ଟ ଦିନରେ ଆପଣା ଶିଷ୍ୟମାନଙ୍କ ଉପରେ ପ୍ରଥମ ବୃଷ୍ଟିର ପବିତ୍ର ଆତ୍ମା ଢାଳିଦେଲେ। ବାଇବଲରେ ଆମେ ଦେଖିପାରିବା କି ଯୀଶୁ ପୁରାତନ ନିୟମର ସମସ୍ତ ଭବିଷ୍ୟବାଣୀକୁ ପୂରା କଲେ। ଆଜି ସେହି ଦିନ ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗରୋହଣର ଆଶା ଦିଅନ୍ତି, ଆମ୍ଭେ ମଧ୍ୟ ପରିବର୍ତ୍ତନ ହେଲା ପରେ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗକୁ ସ୍ୱର୍ଗରୋହଣ କରିପାରିବା। ଆସନ୍ତୁ ଆମ୍ଭେ ବାଇବଲରେ ଏହି ବାକ୍ୟ ଗୋଟିଏ ପରେ ଗୋଟିଏ ଦେଖୁଥାଇ ପରମେଶ୍ୱରଙ୍କ ଇଚ୍ଛାକୁ ଆମ୍ଭମାନଙ୍କ ଭିତରେ ଲେଖିବାର କିଛି ସମୟ ନେବା। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 24 ପଦ 47 ଦେଖିବା। ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ତୁମେମାନେ ଏହି ସମସ୍ତ ବିଷୟ ସାକ୍ଷୀ ଅଟ। ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି। କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ। ତତ୍ପରେ ସେ ସେମାନଙ୍କୁ ବେଥନିଆକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅନ୍ତର ହୋଇ ସ୍ୱର୍ଗକୁ ନୀତ ହେଲେ। ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଜେରୁସାଲେମକୁ ବାହୁଡ଼ି ଗଲେ। ପୁଣି ସର୍ବଦା ମନ୍ଦିରରେ ରହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ। ଲୁକା ରଚିତ ସୁସମାଚାର ଏହା ଦେଖାଉଅଛି କି ଖ୍ରୀଷ୍ଟ କେମିତି ସ୍ୱର୍ଗକୁ ନୀତ ହେଲେ। ପ୍ରେରିତଙ୍କ ପୁସ୍ତକ ଅଧ୍ୟାୟ 1ରେ ମଧ୍ୟ ଆମେ ସମାନ ଦୃଶ୍ୟ ଦେଖିପାରିବା। ପ୍ରେରିତ ଅଧ୍ୟାୟ 1 ପଦ 6ରେ ଏହା ଲେଖା ଅଛି, ଅତଏବ ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ, ହେ ପ୍ରଭୁ, ଆପଣ କ'ଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି? ସେ ସେମାନଙ୍କୁ କହିଲେ, ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଛନ୍ତି, ତାହା ତୁମମାନଙ୍କର ଜାଣିବା ବିଷୟ ନୁହେଁ। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ସେ ଏହି ସମସ୍ତ କଥା କହିବା ଉତ୍ତାରେ ସେମାନେ ଦେଖୁ ଦେଖୁ ସେ ଉର୍ଦ୍ଧ୍ୱକୁ ନୀତ ହେଲେ। ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହୁଁଅଛନ୍ତି। ଏପରି ସମୟରେ ଦେଖ, ଶୁକ୍ଳ ବସ୍ତ୍ର ପରିହିତ 2 ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ପୁଣି ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ?
ଏହି ଯେଉଁ ଯୀଶୁ ତୁମମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ ସେ ସେହି ପ୍ରକାରେ ଆଗମନ କରିବେ। ଏହା ମଧ୍ୟ ଖ୍ରୀଷ୍ଟଙ୍କ ସ୍ୱର୍ଗରୋହଣର ଦୃଶ୍ୟ। ସ୍ୱର୍ଗରୋହଣ କରିବା ପୂର୍ବରୁ ସେ ଆମମାନଙ୍କୁ ଓ ଆପଣା ସମସ୍ତ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଖ୍ରୀଷ୍ଟଙ୍କ ସ୍ୱର୍ଗରୋହଣ ଏକ ବହୁତ ହି ମହାନ ଓ ଐତିହାସିକ ଦୃଶ୍ୟ, ଯାହା ଆମମାନଙ୍କୁ ଏହି କଥାର ଜୀବିତ ଆଶା ଦେଉଅଛି କି ଆମେ ମଧ୍ୟ ସ୍ୱର୍ଗରୋହଣ କରିପାରିବା। ବାଇବଲର 66ଟି ପୁସ୍ତକରେ ବିଶ୍ୱାସର ଏପରି ପୂର୍ବପୁରୁଷ ଅଛନ୍ତି ଯେଉଁମାନେ ଠିକ୍ ଯୀଶୁଙ୍କ ପରି ସ୍ୱର୍ଗରୋହଣର ମହିମା ପ୍ରାପ୍ତ କରିଥିଲେ, ହଁ ନା? ସେହି ପ୍ରତିନିଧି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ହନୋକ। ହନୋକ ସର୍ବଦା ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲା। ଏହା ଲେଖା ଅଛି କି ସେ ପରମେଶ୍ୱରଙ୍କୁ ପ୍ରସନ୍ନ କଲା, ଆଉ ଶେଷରେ ସେ ଉପର ସ୍ୱର୍ଗକୁ ଅନ୍ତର୍ହିତ ହେଲେ। ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 11 ଉପରେ ଏକ ନଜର ପକାଇବା। ଏହା ଜାଣିବା କି କେଉଁ ପ୍ରକାରର ଲୋକ ପରେ ସ୍ୱର୍ଗରୋହଣର ମହିମାରେ ଭାଗ ନେବେ। ଆସନ୍ତୁ ଆମ୍ଭେ ଇବ୍ରିୟ ଅଧ୍ୟାୟ 11 ପଦ 5 ଦେଖିବା। ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁ ଭୋଗ ନ କରି ଅନ୍ତର୍ହିତ ହେଲେ। ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ୱରଙ୍କର କଣ ସନ୍ତୋଷ ପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ। ହନୋକ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ସର୍ବଦା ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ଏବଂ ତାପରେ ସ୍ୱର୍ଗକୁ ଅନ୍ତର୍ହିତ ହେଲେ। ତାଙ୍କୁ ଏହିପରି ଜଣେ ବ୍ୟକ୍ତି ଭାବରେ ସାକ୍ଷ୍ୟ ଦିଆଯାଇଥିଲା ଯିଏ ପରମେଶ୍ୱରଙ୍କୁ ପ୍ରସନ୍ନ କଲା। ଏହି ପ୍ରକାର ଲୋକ ଖ୍ରୀଷ୍ଟଙ୍କ ସହିତ ଗମନାଗମନ କରି ସ୍ୱର୍ଗରୋହଣର ମହିମାର ଆନନ୍ଦ ଉପଭୋଗ କରିବାରେ ସକ୍ଷମ ଥିଲେ। ଆଦି ପୁସ୍ତକର ଇତିହାସରେ ଆପଣ ଏହି ବାକ୍ୟକୁ ଦେଖିପାରିବେ। ହନୋକ ମୃତ୍ୟୁଭୋଗ ନ କରି ଅନ୍ତର୍ହିତ ହେଲେ। ଆପଣ ଏହା ଏବ୍ରୀ ଅଧ୍ୟାୟ 11 ଓ ଆଦି ପୁସ୍ତକରେ ମଧ୍ୟ ପାଇପାରିବେ। ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥାଇ ହନୋକ କିପରି କାର୍ଯ୍ୟ କଲେ? ସେ ସର୍ବଦା ପରମେଶ୍ୱରଙ୍କୁ ପ୍ରସନ୍ନ କଲେ। ଆମ ସମସ୍ତଙ୍କୁ ମଧ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବାରେ ସକ୍ଷମ ହେବା ଉଚିତ। କେବଳ ଯେହେତୁ ଆପଣ ଗୋଟିଏ ସ୍ଥାନରେ ବସି ରହିବେ ତେବେ ଆପଣ ନିଜେ ସ୍ୱର୍ଗକୁ ଯାଇପାରିବେ ନାହିଁ। ଏହାର ଅର୍ଥ ହେଉଛି କି ଯେତେବେଳେ ଆମେ ପରମେଶ୍ୱରଙ୍କ ପବିତ୍ର ଶିକ୍ଷାର ପାଳନ କରୁ ଓ ଆପଣ ଜୀବନ କାଳରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଏବଂ ଏପରି ଲୋକ ହୋଇଯାଉ ଯେଉଁମାନେ ସ୍ୱର୍ଗ ରାଜ୍ୟର ଜୀବିତ ଆଶା ସହିତ ସବୁକିଛି କରନ୍ତି, ତେବେ ଯାଇ ଶେଷରେ ପରମେଶ୍ୱର ଆମମାନଙ୍କୁ ସ୍ୱର୍ଗରୋହଣର ମହିମା ଓ ଖୁସି ପ୍ରଦାନ କରିବେ, ହଁ ନା? ବାଇବଲ କହୁଅଛି କି ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ଆପଣ ଜୀବନ କାଳରେ ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥାଇ ତାହାଙ୍କ ସହିତ ଗମନାଗମନ କରିବା ବ୍ୟକ୍ତିଙ୍କ ମଧ୍ୟରୁ ନୋହ ନାମକ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 6 ଖୋଲିବା। ଆଜି ସ୍ୱର୍ଗରୋହଣ ଦିନରେ ଆମ୍ଭେ ଦେଖୁଅଛୁ କି ସ୍ୱର୍ଗରୋହଣର ମହିମାରେ ଭାଗ ନେବା ନିମନ୍ତେ ଆମମାନଙ୍କୁ କେଉଁ ପ୍ରକାର ବିଶ୍ୱାସ ରଖିବା ଉଚିତ। ଆଦି ପୁସ୍ତକ ଅଧ୍ୟାୟ 6 ପଦ 9ରେ ଏହା ଲେଖା ଅଛି, ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ନୋହ ମଧ୍ୟ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପରମେଶ୍ୱର ନୋହଙ୍କୁ ଜଳପ୍ରଳୟର ନ୍ୟାୟରୁ ରକ୍ଷା କରିବା ପୂର୍ବରୁ ସେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥାଇ ସର୍ବଦା ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିଲା। ପୁରାତନ ଓ ନୂତନ ନିୟମ ଉଭୟରେ ଏପରି ଲୋକ ଥିଲେ ଯେଉଁମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରି ଧନ୍ୟ ହେଲେ। ପିତର, ପ୍ରେରିତ ପାଉଲ ଓ ଯୋହନ ସେମାନେ ପରମେଶ୍ୱରଙ୍କ ସହିତ ଚାଲିଲେ ଓ ପୁଣି ଶେଷରେ ସେମାନଙ୍କୁ ଏହା କୁହାଗଲା, ତୁମେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନ ପାନ କରିବ। ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୋହଣରେ ପ୍ରବେଶ କରିବାର ଆଶୀର୍ବାଦ କଲେ। ଆସନ୍ତୁ ଆମ୍ଭେ ଏଲିୟ ଓ ଇଲିସାୟଙ୍କ ଇତିହାସ ଉପରେ ଏକ ନଜର ପକାଇବା। ଆସନ୍ତୁ ଆମ୍ଭେ ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 2 ପଦ 1 ଦେଖିବା।
एथि उत्तारे सदाप्रभु एलियोंकु घूर्णिवायुरे स्वर्गकु घेनी जिबा पई उद्यत हुअन्ते एलियो एलिसायंको सहित गिलगलरु गले। पुणी एलियो एलिसायंकु कहिले, मु विनय करूअछि तुम्हे एठारे थाओ, कारण सदाप्रभु मते बेथेल पर्यंत पठाई अछंती। तहिरे इलिसाय कहिले, सदाप्रभु जीवित थिबा प्रमाणे ओ आपणको प्राण जीवित थिबा प्रमाणे मु आपणको छाड़ीबी नाही। तहु सेमाने बेथेलकु गले। सेतेबेले बेथेल निवासी भविष्यत वक्तागणर पुत्र माने एलिसायंको निकटकु बाहरी आसी तांकु कहिले, आज सदाप्रभु तुम मस्तकरु तुम प्रभुंकु नेई जिबे बोली तुम्हे कोन जानुअछ? तहु से कहिले, हाँ मु जानुअछि, तुम्हे माने तुनी हुओ। एउतारे एलियो तांकु कहिले, हे एलिसाय, मु विनय करूअछि तुम्हे एठारे थाओ, कारण सदाप्रभु मते जिरिहोंकु पठाई अछंती। एथिरे से कहिले, सदाप्रभु जीवित थिबा प्रमाणे ओ आपणको प्राण जीवित थिबा प्रमाणे मु आपणको छाड़ीबी नाही। तहु से माने जिरिहोकु गले। एथिरे जिरिह निवासी भविष्यत वक्ता गणर पुत्र माने एलिसायंको निकटकु आसी तांकु कहिले, सदाप्रभु आज तुम मस्तकरु तुम प्रभुंकु नेई जिबे बोली तुम्हे कोन जानुअछ? से उत्तर कले, हाँ मु जानुअछि, तुम्हे माने तुनी हुओ। एथि उत्तरे एलियो तांकु कहिले, मु विनय करूअछि एठारे थाओ, कारण सदाप्रभु मते जर्दनकु पठाई अछंती। तहु से कहिले, सदाप्रभु जीवित थिबा प्रमाणे ओ आपणको प्राण जीवित थिबा प्रमाणे मु आपणको छाड़ीबी नाही। एथिरे से दुहे अग्रसर हेले। पुणी भविष्यद्वक्तागणको पुत्रमानक मध्यरु 50 जण जाई सेमानक सम्मुखरे दूररे ठिया हेले, आउ से दुहे जर्दन निकटरे ठिया हेले। एथिरे एलियो आपण वस्त्र नेई एकत्र गुड़ाई जलकु आघात कले। तहिरे जल एपाखे सेपाखे विभक्त होई जानते से दुहे शुष्क भूमि देई पार होई गले। पुणी से माने पार होई गला उतारे एलियो एलिसायंकु कहिले, मु तुम्भ पई कोन करिवि? एहा मु तुम्भ निकटरू अंतरित हेबा पूर्वरु मांग। तहिरे एलिसाय कहिले, मु विनय करूअछि आपणको आत्मार 2 गुण अंश मो उपरे बर्तु। एथिरे से कहिले, तुम्हे दुस्साधी विषय मागिलो, तथापि मु तुम्भ निकटरू अंतरित हेबा बेले जेबे तुम्हे मते देखिबो तेबे तुम्भ प्रति तद्रूप बर्तिबो, मात्र ताहा न हेले बर्तिबो नाही। एही रूपे सेमाने जाऊ जाऊ ओ कथावार्ता करू करू देखो एक अग्निमय रथ ओ अग्निमय अश्वमान उपस्थित होई से दुहिंकी पृथक कला। पुणी एलियो घूर्णिवायुरे स्वर्गरोहण कले। एही दृश्य रे आम्भे देखि पारिबा कि एलिसाय एलियोंको अनुसरण करी 2 गुण शक्ति प्राप्त करि पारिला। आउ शेष पर्यंत ताहार अनुसरण करी भाववादी हेला। आसंतु आम्भे द्वितीय राजावली अध्याय 2 पद 1 रु 14 रे एही दृश्य देखिबा। आसंतु आम्भे पद 12 सहित जारी रखिबा। आउ एलिसाय ताहा देखि उच्च स्वर रे कहिले, हे आम्भ पिता, हे आम्भ पिता, हे इस्राएल रो रथ ओ तहिर अश्वारोही गण। एउतारे से तांकु आउ देखा देले नाही। एणु से आपणा वस्त्र धरी 2 खंड करि चिरिले। मध्य से एलियोंको ठारू पड़िथिबा वस्त्र खंड उठाई नेले ओ फेरी जाई जर्दन तीरे ठिया हेले। पुणी से एलियोंको ठारू पड़िथिबा वस्त्र नेई जड़कु आघात करी कहिले, सदाप्रभु एलियोंकर परमेश्वर कहांती? पुणी से मध्य जड़कु आघात करन्ते ताहा एपाखे सेपाखे विभक्त होई गला। तहिरे एलिसाय पार होई गले। एही दृश्य देखाउअछि कि केमिति एलिसाय परमेश्वरଙ୍କ कार्य आरंभ कला। जिहोशय मोसांकर अनुसरण करी तांको उत्तराधिकारी हेले। नोहा परमेश्वरଙ୍କ सहित गमनागमन करी उद्धार प्राप्त कला ओ एलिसाय एलियोंको अनुसरण करी भाववादी हेला। जदि आपण देखंती तेबे सेही समस्तଙ୍କ ठारे किछि समानता थिला। जेउ समानता सेमानଙ୍କ ठारे अछि ताहा एहा कि सेमाने सर्वदा परमेश्वरଙ୍କୁ प्रसन्न करुथिबा जीवन बिताइले। 2000 वर्ष पूर्वे शिष्य माने जीसुଙ୍କୁ जित पर्वतरु स्वर्गरोहण करिवार देखिबा समय सेमानଙ୍କୁ एही महान मिशन दियागला। तुमे माने समीरण पुणी पृथ्वीर प्रांत पर्यंत सुधा मोहर साक्षी हेबो। पुणी सेमाने मिशन रो पथरे शेष पर्यंत चलिले। सेमाने सेही मिशन रो पथरे केमिति चलिले? सेमाने सर्वदा परमेश्वरଙ୍କୁ प्रसन्न करिवार जीवन यापन करी सेही पथरे चलिले। कारण सेमाने सर्वदा जेमिति जीसु चाहुथिले सेमिति ही परमेश्वरଙ୍କ साक्ष्य देबारे महान जीवन यापन करिथिले। एथिपई जीसु एही पृथ्वी रे थिबा समय रे से सेमानଙ୍କୁ एहा कहि प्रतिज्ञा कले, तुमे माने मोहर राज्य रे मो मेजरे भोजन पान करिवो। पुणी सिंहासन रे उपवेशन करी
ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ କି ଶାସନ କରିବ। 다스리게 될 것이다. ସେ ସେମାନଙ୍କୁ ଏପରି ବହୁମୂଲ୍ୟ ବିଷୟରେ ପ୍ରତିଜ୍ଞା କଲେ, ହଁ ନା? ଏହି ଯୁଗରେ ରହୁଥାଇ 또 이제 이 시대를 또 ଆମମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ପଥରେ ପରମେଶ୍ୱରଙ୍କ ସହିତ ଗମନାଗମନ କରି ତାଙ୍କୁ ପ୍ରସନ୍ନ କରିବା ଉଚିତ। 동행할 줄 아는 우리가 되어야 되겠습니다. ଏଲିସାୟ ଏଲିୟଙ୍କ ସହିତ ଗମନାଗମନ କଲେ, ଜିହୋଶୟ ମୋଶାଙ୍କ ସହିତ ଗମନାଗମନ କଲେ, ଆଉ ପିତର ଯୀଶୁଙ୍କ ସହିତ ଗମନାଗମନ କଲେ। ଯେଉଁ ସ୍ଥାନକୁ ଆମ୍ଭେମାନେ ଯାଉ ଆମମାନଙ୍କୁ ସର୍ବଦା ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥାଇ ତାଙ୍କ ସହିତ ଗମନାଗମନ କରିବା ଉଚିତ। 되어야 되겠습니다. 자, 우리 ଆସନ୍ତୁ ଆମେ ମଲାଖୀ ଅଧ୍ୟାୟ 3 ଉପରେ ଏକ ନଜର ପକାଇବା। ମଲାଖୀ ଅଧ୍ୟାୟ 3 ପଦ 7। 보시면 ତୁମମାନଙ୍କର ପିତୃପୁରୁଷ ଗଣର ସମୟଠାରୁ ତୁମେମାନେ ଆମ୍ଭର ବିଧି ସବୁ ଲଙ୍ଘନ କରିଅଛ 를 떠나 지키지 아니하였다. ଓ ସେ ସବୁ ପାଳନ କରିନାହ। 내게로 ଆମ୍ଭ ନିକଟକୁ ଫେରିଆସ। ଶେଷରେ ସେମାନେ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ। ଏହାର କାରଣ ଏହା ଥିଲା କି ସେମାନେ ତାଙ୍କୁ ପ୍ରସନ୍ନ କରୁନଥିଲେ। 때문에 떠날 수밖에 없었고 ପରମେଶ୍ୱରଙ୍କୁ ପ୍ରସନ୍ନ ନ କରିବା ହେତୁରୁ ଲୋକମାନେ ପରମେଶ୍ୱରଙ୍କୁ ପରିତ୍ୟାଗ କରିଦିଅନ୍ତି। 그래서 ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ନିକଟକୁ ଫେରିଯିବା ନିମନ୍ତେ କହୁଛନ୍ତି। କ'ଣ ଏହାର ଅର୍ଥ ଏହା ନୁହେଁ କି ପରମେଶ୍ୱର ଚାହୁଁଛନ୍ତି କି ଆମ୍ଭେ ତାଙ୍କ ସହିତ ଗମନାଗମନ କରିବା? 하십니까? ପରମେଶ୍ୱର କହୁଛନ୍ତି ମୋ ସହିତ ଗମନାଗମନ କର, ତାହାହେଲେ ସ୍ୱର୍ଗର ମହିମାମୟ ରାଜ୍ୟ ତୁମମାନଙ୍କର ହେବ। ତୁମେମାନେ ବାରମ୍ବାର ମୋ ଠାରୁ ଦୂରେଇ ଯିବାର ଚେଷ୍ଟା କାହିଁକି କରୁଅଛ? କିନ୍ତୁ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି ନାହିଁ। କାର୍ଯ୍ୟ ଯାହା ପରମେଶ୍ୱର ଚାହୁଁଛନ୍ତି ତାହା ପସନ୍ଦ କରୁନାହାନ୍ତି। ଆଉ ଯେଉଁମାନେ ପରମେଶ୍ୱରଙ୍କ ଦିଆଯାଇଥିବା ବ୍ୟବସ୍ଥା, ବିଧି ଓ ଆଜ୍ଞାର ପାଳନ କରିବା ପସନ୍ଦ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଆନ୍ତି। ବର୍ତ୍ତମାନ ତାଙ୍କ ସହିତ ରହୁନାହାନ୍ତି ଆଉ ସେମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁନାହାନ୍ତି। ଏଥିପାଇଁ ସେ କହନ୍ତି ଆମ୍ଭ ନିକଟକୁ ଫେରିଆସ, ତହିଁରେ ଆମ୍ଭେ ତୁମମାନଙ୍କ ନିକଟକୁ ଫେରିଆସିବା। 말씀하고 있습니다. 하나님과 ମଲାଖୀ ଅଧ୍ୟାୟ 3ରେ ଆମ୍ଭେ ପରମେଶ୍ୱରଙ୍କୁ ଆପଣା ସହିତ ଚାଲିବା ପାଇଁ କହୁଥାଇ ଦେଖିପାରିବା। 말라기에서 또 볼 수 있습니다. ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଦ୍ୱାରା ଏକ ପଦ ଦେଖିବା। ଯେପର୍ଯ୍ୟନ୍ତ ହନୋକ ଅନ୍ତର୍ହିତ ହେଲେ ନାହିଁ ସେ ପର୍ଯ୍ୟନ୍ତ ସେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। 결국 성천하게 되었고 ଆଉ ଏଲିୟ ମଧ୍ୟ ସର୍ବଦା ପରମେଶ୍ୱରଙ୍କ ଇଚ୍ଛା ପୂରା କଲେ ଓ ସ୍ୱର୍ଗକୁ ଅନ୍ତର୍ହିତ ହେଲେ। 예수 그리스도 ଯେତେବେଳେ ଯୀଶୁ ଏହି ପୃଥିବୀକୁ ଆସିଥିଲେ ତେବେ ସେ ସ୍ୱର୍ଗରୋହଣର ନମୁନା ଦେଖେଇଲେ ଓ ଏହା ଚାହିଁଲେ କି ଆମ୍ଭେ ସର୍ବଦା ତାଙ୍କ ସହିତ ଗମନାଗମନ କରିବା। 하기를 원하시고 계십니다. ଅଧ୍ୟାୟ 22 ପଦ 17। ଆତ୍ମା ଓ କନ୍ୟା କହନ୍ତି ଆସ। 말씀하시기를 ଏହି ଶେଷ ଯୁଗରେ ସ୍ୱର୍ଗୀୟ ପିତା ଏବଂ ମାତା ଏହି ପୃଥିବୀରେ ଆପଣା ସମସ୍ତ ସନ୍ତାନମାନଙ୍କୁ ଆପଣା କୋଳରେ ଆସିବାକୁ କହୁଛନ୍ତି। କ'ଣ ଏହାର ଅର୍ଥ ଏହା ନୁହେଁ କି ସେମାନେ ଚାହୁଁଥିଲେ କି ଆମ୍ଭେ ସେମାନଙ୍କ ସହିତ ଚାଲିବା? ଯେତେବେଳେ ଆମ୍ଭେ ସେହି ପଥରେ ଚାଲୁ ଯେଉଁ ପଥରେ ପିତା ଚାଲୁଥିଲେ ଆଉ ପଥରେ ମାତା ଚାଲୁଛନ୍ତି, ତେବେ ଆମ୍ଭେ କହିପାରିବା କି ଆମ୍ଭେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଅଛୁ। ଯଦି ଯେଉଁ ପଥରେ ପରମେଶ୍ୱର ଚାଲୁଛନ୍ତି ଆଉ ଯେଉଁ ପଥରେ ଆମ୍ଭେ ଚାଲୁଅଛୁ ସେହି ପଥ ଅଲଗା, ତେବେ ଆମ୍ଭେ କହିପାରିବା ନାହିଁ କି ଆମ୍ଭେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଅଛୁ, ହଁ ନା? ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ସହିତ କେମିତି ଗମନାଗମନ କରିଛନ୍ତି? ସେମାନେ ସର୍ବଦା ତାଙ୍କୁ ପ୍ରସନ୍ନ କରିଥାଇ ତାଙ୍କ ସହିତ ଚାଲିଲେ। ଯଦି ଆମ୍ଭେ ସ୍ୱର୍ଗୀୟ ପାପୀ ଏହି ପୃଥିବୀରେ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା, ତେବେ କ'ଣ ଏହି ଜୀବନ ବାସ୍ତବରେ ଅନୁତାପର ଜୀବନ ହେବ ନାହିଁ? ପ୍ରକୃତ ଅନୁତାପ ପ୍ରଚାର କରିବା ଆଉ ପ୍ରଚାର କରିବା ପରମେଶ୍ୱରଙ୍କୁ ଆମ୍ଭମାନଙ୍କ ପ୍ରକୃତ ଅନୁତାପ ଦେଖାଇବାର ପ୍ରକ୍ରିୟା। ଏହା ଆମମାନଙ୍କର ଶେଷ ଆଶା। ଏହି ଆଶା ଯାହା ସିଓନର ସମସ୍ତ ସନ୍ତାନଙ୍କୁ ରଖିବା ଉଚିତ। ଆମମାନଙ୍କ ସ୍ୱର୍ଗରୋହଣ ଏପରି ଆଶା ଅଛି ଯେ ଆମ୍ଭେ ଚକ୍ଷୁ ପଲକରେ ପରିବର୍ତ୍ତନ ହୋଇଯିବା ଆଉ ଖ୍ରୀଷ୍ଟଙ୍କ ସହିତ ଶୂନ୍ୟ ମଣ୍ଡଳକୁ ସାକ୍ଷାତ ହେବା ପାଇଁ ନୀତ ହେବା। ବାଇବଲର ଏହି ସମସ୍ତ ବାକ୍ୟ ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଏପରି ଆଶା ରଖିବାକୁ କହୁଛନ୍ତି। ସେମିତି ମହିମାରେ ସମ୍ପୂର୍ଣ୍ଣ ରୂପରେ ପ୍ରବେଶ କରିବା ପାଇଁ ଆମ୍ଭମାନଙ୍କୁ ଏହି ସାକ୍ଷ୍ୟ ମିଳିବା ଉଚିତ କି ଆମ୍ଭେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରୁଅଛୁ। ଆସନ୍ତୁ ଆମ୍ଭେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 4ରେ ଆଉ ଏକ ପଦ ଦେଖିବା। ଅଧ୍ୟାୟ 4 ପଦ 14। କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ,
주께서 ଆମେମାନେ କୌଣସି ପ୍ରକାରେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଠାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବସ୍ଥିତ ଥିବୁ ପ୍ରଭୁଙ୍କ ସହିତ କ'ଣ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ 공중에서 ଶୂନ୍ୟମଣ୍ଡଳକୁ ନୀତ ହେବୁ। ଅନ୍ୟ ଶବ୍ଦରେ ଆମ୍ଭେ ସ୍ୱର୍ଗକୁ ନୀତ ହେବା। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା କାହା ସହିତ ରହିବୁ? ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ଆମ୍ଭ ସମସ୍ତଙ୍କର ସ୍ୱର୍ଗରୋହଣର ଆଶା ଅଛି, ଅର୍ଥାତ୍ ଅନନ୍ତ ସ୍ୱର୍ଗ ରାଜ୍ୟକୁ ଅନ୍ତର୍ହିତ ହେବାର ଆଶା ଅଛି। ପରମେଶ୍ୱର ଚାହୁଁଛନ୍ତି କି ଆମ୍ଭ ସମସ୍ତଙ୍କର ସ୍ୱର୍ଗରୋହଣ ହେଉ। ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଆମ୍ଭମାନଙ୍କୁ କରିବା ଉଚିତ ତାହା ହେଉଛି ପରମେଶ୍ୱରଙ୍କ ସହିତ ଗମନାଗମନ କରିବା। ଯେତେବେଳେ ଆମ୍ଭେ ଏଲିୟଙ୍କ ଇତିହାସକୁ ଦେଖୁଅଛୁ, ଆଉ ଯେତେବେଳେ ଆମ୍ଭେ ଅଧିକ ନିକଟରୁ ଦେଖୁଅଛୁ କି ଏଲିୟ ଓ ହନୋକ କେମିତି ସ୍ୱର୍ଗକୁ ଅନ୍ତର୍ହିତ ହେଲେ, ତେବେ ଆମ୍ଭେ ଜାଣିପାରିବା କି ସେମାନେ ସ୍ୱର୍ଗକୁ ଅନ୍ତର୍ହିତ ହେବା କ୍ଷଣି ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଚାଲିଥିଲେ। ଏହି ଯୁଗରେ ମଧ୍ୟ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସହଚର ରୂପରେ ଦୃଢ଼ତାରେ ଏହା ବିଶ୍ୱାସ କରୁଥାଏ କି ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ବିଶ୍ୱାସ ଦ୍ୱାରା ସବୁ କିଛି କରିବା, ତେବେ ପରମେଶ୍ୱର ଆମ୍ଭ ସିୟନର ସମସ୍ତ ସନ୍ତାନକୁ ସ୍ୱର୍ଗରୋହଣର ମହିମା ଓ ଆନନ୍ଦ ଅର୍ଥାତ୍ ସ୍ୱର୍ଗ ରାଜ୍ୟ ଦେବେ। ତାହାଙ୍କ ପଥରେ ତାଙ୍କ ସହିତ ନିଷ୍ଠାପୂର୍ବକ ଚାଲିବା ଉଚିତ। 하나님께서 반드시 또 허락해 주실 것이라는 것을 굳게 또 믿으셔야 되겠습니다. ଯେଉଁମାନଙ୍କୁ ସ୍ୱର୍ଗରୋହଣର ଆଶା ଅଛି ସେମାନଙ୍କୁ ପରମେଶ୍ୱରଙ୍କ ସହିତ ନିହାତି ଚାଲିବା ଉଚିତ। ଯଦିଓ ଆପଣ ସ୍ୱର୍ଗରୋହଣ ନିମନ୍ତେ ଆଶାରେ ପରିପୂର୍ଣ୍ଣ ଅଛନ୍ତି, କିନ୍ତୁ ଏହାର କୌଣସି ଅର୍ଥ ନାହିଁ କି ଯଦି ଆପଣ ଏହା କହୁଥାଇ ପରମେଶ୍ୱରଙ୍କ ସହିତ ଚାଲିବାକୁ ଚାହୁଁନାହାନ୍ତି କି ପରମେଶ୍ୱର ମୁଁ ଆପଣଙ୍କ ପଥରେ ଅନୁସରଣ କରିପାରିବି ନାହିଁ, ମୁଁ ଅନ୍ୟ ଏକ ପଥ ନେବି। ଆମ୍ଭମାନଙ୍କୁ ଏହି ପ୍ରକାର ଜୀବନଯାପନ କଦାପି କରିବା ଉଚିତ ନୁହେଁ। ଅନନ୍ତ ସ୍ୱର୍ଗ ରାଜ୍ୟ ପାଖେଇ ଆସୁଛି। ଯେମିତି ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 4ରେ ଲେଖା ଅଛି, ଆମ୍ଭେ ସିୟନର ଲୋକଙ୍କୁ ସ୍ୱର୍ଗରୋହଣର ମହିମା ଅର୍ଥାତ୍ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମେଘମାଳାରେ ନୀତ ହେବାର ମହିମାରେ ଅବଶ୍ୟ ହିଁ ଭାଗ ନେବା ଉଚିତ। ସ୍ୱର୍ଗରୋହଣର ବିଷୟରେ ବାଇବଲର ରେକର୍ଡ କଦାପି ମିଥ୍ୟା ନୁହେଁ। 2000 ବର୍ଷ ପୂର୍ବେ ଆପଣା ଶିଷ୍ୟମାନଙ୍କ ଆଖି ଆଗରେ ଖ୍ରୀଷ୍ଟ ସ୍ୱର୍ଗକୁ ଗଲେ। ଏଲିୟ ଓ ହନୋକ ଜୀବିତ ଥିବା ସମୟରେ ସ୍ୱର୍ଗକୁ ଉଠିଲେ। ଆମ୍ଭମାନଙ୍କୁ ଏହି ରେକର୍ଡ ଦ୍ୱାରା ଆପଣା ସ୍ୱର୍ଗରୋହଣ ଉପରେ ବିଶ୍ୱାସ କରିବା ଉଚିତ ଓ ସର୍ବଦା ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥାଇ 기쁘시게 하는 자가 되어야 되겠고, ତାଙ୍କୁ ପ୍ରସନ୍ନ କରିବା ଉଚିତ। 늘 언제나 동행하는 자가 되어야 되겠다. ପିତର ଯୀଶୁଙ୍କ ସହିତ ଗମନାଗମନ କଲେ, ଆଉ ଏଲିସାୟ ଏଲିୟଙ୍କ ସହିତ ଗମନାଗମନ କଲେ। 이런 ଆମ୍ଭେମାନେ ଶିଖିଲୁ ଯେ ଆମ୍ଭମାନଙ୍କୁ ବାଇବଲର ଇତିହାସର ସମସ୍ତ ରେକର୍ଡ ମାଧ୍ୟମରେ ସ୍ୱର୍ଗୀୟ ପିତା ଏବଂ ମାତାଙ୍କ ସହିତ ଚାଲୁଥାଇ 동행하는 ଜଣେ ଅନୁଗ୍ରହପୂର୍ଣ୍ଣ ଜୀବନଯାପନ କରିବାକୁ ଚେଷ୍ଟା କରିବା ଉଚିତ। 구약의 모든 역사 가운데서 본보여 주고 있습니다. ଏହି ସ୍ୱର୍ଗରୋହଣ ଦିନ ମାଧ୍ୟମରେ ଆସନ୍ତୁ ଆମ୍ଭେ ନିଜକୁ ପଚାରିବା, କ'ଣ ମୁଁ ଖ୍ରୀଷ୍ଟଙ୍କ ସହିତ ଏହି ପଥରେ ଗମନ କରୁଅଛି? କ'ଣ ମୁଁ ସର୍ବଦା ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥାଇ ତାହାଙ୍କ ସହିତ ଗମନ କରୁଅଛି କି ଅଭିଯୋଗ କରୁଅଛି? 원망 속에 동행하는 것인지, 아니면 ମୋତେ ଆଶା ଅଛି କି ଆମ୍ଭମାନଙ୍କ ସମସ୍ତ ସିୟନର ପରିବାର ସଦସ୍ୟଙ୍କୁ ଯେଉଁମାନେ ସ୍ୱର୍ଗରୋହଣର ଆଶା ରଖୁଛନ୍ତି ସେମାନେ ସ୍ୱର୍ଗରୋହଣର ଅଧିକ ଆଶା ରଖିବେ। ଆଜି ଆଉ ଥରେ ଆମ୍ଭମାନଙ୍କୁ ସ୍ୱର୍ଗରୋହଣର ଦିନ ପାଳନ କରିବାର ଅନୁମତି ଦେବା ନିମନ୍ତେ ମୁଁ ଆମ୍ଭମାନଙ୍କର ଏଲୋହିମ୍ ପରମେଶ୍ୱରଙ୍କୁ ଧନ୍ୟବାଦ ଓ ମହିମା ଦେଉଅଛି। ବର୍ତ୍ତମାନ ମୋତେ ଆଜିର ଉପଦେଶ ସମାପ୍ତ କରିବାକୁ ଦିଅନ୍ତୁ। ଆପଣଙ୍କୁ ଅନେକ ଧନ୍ୟବାଦ।